नमस्कार। आज आमे गोटे बहुत गुरुत्वपूर्ण विषय आलोचना करिबा जहा आम समस्तक सह कोनोसी न कोनोसी स्तर रे जड़ित आम प्रियजन मानकर जत्न विशेष करी जितेबेले सेमानकर बयस बढ़ी जाए तेबे आसंतु जेरियाट्रिक केयर सर्विसेज बा जीसीएस विषय जानिबा जहा वयस्क मानक आई एक संपूर्ण जत्न व्यवस्था। ଏହି ପ୍ରଶ୍ନଟା ଆମ ସମସ୍ତଙ୍କ ମନରେ କେବେ ନା କେବେ ନିଶ୍ଚୟ ଆସିଥିବ। ଆମେ ଆମର ବୟସ୍କ ପ୍ରିୟଜନଙ୍କୁ କେମିତି ସାହାଯ୍ୟ କରିପାରିବା ଯେମିତି ସେମାନେ କେବଳ ଶାରୀରିକ ଭାବେ ନୁହେଁ ବରଂ ମାନସିକ ଓ ସାମାଜିକ ଭାବେ ବି ସୁସ୍ଥ ଓ ଖୁସିରେ ରହିବେ। ଆଉ ସତ କହିବାକୁ ଗଲେ ଏଇଟା ଗୋଟେ ବଡ଼ ଆହ୍ୱାନ। ଦେଖନ୍ତୁ, ବୟସ ବଢ଼ିବା ସହିତ ସୁସ୍ଥ ରହିବା କଥାଟା ଏତେ ସହଜ ନୁହେଁ। ଏହା କେବଳ ଶରୀରର ଯତ୍ନ ନେବା ବିଷୟରେ ନୁହେଁ, ତାଠାରୁ ବହୁତ ଅଧିକ। ଆଜିକାଲିର ବୟସ୍କ ଯତ୍ନ ବ୍ୟବସ୍ଥାରେ ଏକା ସାଙ୍ଗରେ ଅନେକଗୁଡ଼ିଏ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ୁଛି। ଶାରୀରିକ, ମାନସିକ ଆଉ ସାମାଜିକ। ଏହି ତିନୋଟି ଜିନିଷ ପରସ୍ପର ସହ ଏମିତି ଜଡ଼ିତ ଯେ ଗୋଟାକୁ ଛାଡ଼ି ଆଉ ଗୋଟେ ଅସମ୍ପୂର୍ଣ୍ଣ। ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଶରୀର ଯେତିକି ଜରୁରୀ, ମନର ଶାନ୍ତି ଆଉ ଲୋକଙ୍କ ସହ ମିଳାମିଶା ବି ସେତିକି ଗୁରୁତ୍ୱପୂର୍ଣ୍ଣ। ଆଉ ଏସବୁକୁ ଏକାଠି ସମ୍ଭାଳିବା ପାଇଁ ପରିବାର ଲୋକଙ୍କ ପାଇଁ ବେଳେବେଳେ ବହୁତ କଷ୍ଟକର ହୋଇପଡ଼େ। ତେବେ ଏହି ସମସ୍ୟାର ସମାଧାନ କ'ଣ ହୋଇପାରେ? ଚାଲନ୍ତୁ ଏବେ ଯତ୍ନର ଏକ ନୂଆ ମଡେଲ ବିଷୟରେ କଥା ହେବା, ଯାହା ଏକ ସମନ୍ୱିତ ସମାଧାନର ରାସ୍ତା ଦେଖାଉଛି। ଆଚ୍ଛା, ତେବେ ଏହି ଜିସିଏସ୍ ଜିନିଷଟା କ'ଣ? ସରଳ ଭାଷାରେ କହିଲେ ଏହା ହେଉଛି ଏକ ସ୍ୱତନ୍ତ୍ର ସେବା ଯାହା କେବଳ ବୟସ୍କମାନଙ୍କ ପାଇଁ ହିଁ ତିଆରି ହୋଇଛି। ଏହା ସେମାନଙ୍କର ସ୍ୱତନ୍ତ୍ର ଶାରୀରିକ ଓ ମାନସିକ ଆବଶ୍ୟକତାକୁ ବୁଝି ତାକୁ ପୂରଣ କରିବା ଉପରେ ହିଁ କାମ କରେ। ଆଉ ଏହାର ଗୋଟେ ବହୁତ ଭଲ ଉଦାହରଣ ହେଉଛି ବୈଦ୍ୟ ସେତୁ। ଏମାନେ ଠିକ୍ ସେହି କାମ କରୁଛନ୍ତି। ବୟସ୍କମାନଙ୍କୁ ଗୋଟିଏ ଜାଗାରେ ସବୁ ପ୍ରକାରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି, ଯାହାକୁ ଆମେ ସାମଗ୍ରିକ ଯତ୍ନ କହିପାରିବା। ତେବେ ଚାଲନ୍ତୁ ଆହୁରି ଭିତରକୁ ଯିବା ଆଉ ଦେଖିବା ଏହି ଏକୀକୃତ ଯତ୍ନ ମଡେଲ ପ୍ରକୃତିରେ କେମିତି କାମ କରେ। ଏଥିରେ କେଉଁ କେଉଁ ସେବାଗୁଡ଼ିକ ଅଛି, ଆସନ୍ତୁ ଟିକେ ଭଲ ଭାବେ ବୁଝିବା। ଦେଖନ୍ତୁ, ଏହି ମଡେଲରେ ଅନେକ ପ୍ରକାର ସେବାକୁ ଏକାଠି କରାଯାଇଛି। ଫିଜିଓଥେରାପି ଭଳି ଶାରୀରିକ ସେବାଠାରୁ ଆରମ୍ଭ କରେ ମାନସିକ ପରାମର୍ଶ ଏପରିକି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପର୍ଯ୍ୟନ୍ତ ସବୁକିଛି ଏଥିରେ ସାମିଲ। ଚଲନ୍ତୁ ଏଗୁଡ଼ିକୁ ଗୋଟେ ଗୋଟେ କରି ଦେଖିବା। ଆସନ୍ତୁ ପ୍ରଥମେ ସେହି ସେବାଗୁଡ଼ିକ ଉପରେ ଧ୍ୟାନ ଦେବା ଯାହା ସିଧାସଳଖ ଶାରୀରିକ ସ୍ୱାସ୍ଥ୍ୟ ଆଉ ଗତିଶୀଳତା ସହିତ ଜଡ଼ିତ, କାରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସକ୍ରିୟ ରହିବା। ହଁ, ତ ଫିଜିଓଥେରାପିଷ୍ଟମାନେ ଶରୀରକୁ ଶକ୍ତିଶାଳୀ କରିବା ଆଉ ଚଳପ୍ରଚଳରେ ସାହାଯ୍ୟ କରନ୍ତି। ଆଉ ସେପଟେ ଯୋଗ ପ୍ରଶିକ୍ଷକମାନେ ଶରୀରର ନମନୀୟତା ବଢ଼ାଇବା ସହିତ ମାନସିକ ଶାନ୍ତି ଦେବାରେ କାମ କରନ୍ତି। ଏହି ଦୁଇଟି ସେବା ବୟସ୍କମାନଙ୍କୁ ଶାରୀରିକ ଭାବେ ଫିଟ୍ ରଖିବାରେ ବହୁତ ସାହାଯ୍ୟ କରେ। ଠିକ୍ ଅଛି, ତ ଶରୀରର କଥା ତ ଗଲା। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିଷୟରେ ଦେଖିବା। ଏଥିରେ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତି ପର୍ଯ୍ୟନ୍ତ ସବୁକିଛି ସାମିଲ ହୋଇଛି। ଏହି ସେବାଗୁଡ଼ିକ ଗୋଟେ ସମ୍ପୂର୍ଣ୍ଣ ସୁରକ୍ଷା କବଚ ଭଳି କାମ କରେ। ମନୋବିଜ୍ଞାନୀଙ୍କ ପରାମର୍ଶ ମନକୁ ସୁସ୍ଥ ରଖେ, ଦନ୍ତ ଚିକିତ୍ସା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ, ବହୁ ବିଶେଷଜ୍ଞ ଯତ୍ନ ବିଭିନ୍ନ ରୋଗରେ କାମ ଦିଏ, ଆଉ ଆମ୍ବୁଲାନ୍ସ ସେବା ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ସୁନିଶ୍ଚିତ କରେ। ଏ ପର୍ଯ୍ୟନ୍ତ ତ ଆମେ ଅଲଗା ଅଲଗା ସେବା ବିଷୟରେ କଥା ହେଲି, କିନ୍ତୁ ଏସବୁକୁ ଏକାଠି କରିବାର ପ୍ରକୃତ ଲାଭ କ'ଣ? ଆସନ୍ତୁ ଏହି ଏକୀକୃତ ବ୍ୟବସ୍ଥାର ପ୍ରକୃତ ଶକ୍ତିକୁ ବୁଝିବା। ତେଣୁ ମୂଳ କଥା ହେଉଛି, ଯେତେବେଳେ ଫିଜିଓଥେରାପି, ମାନସିକ ପରାମର୍ଶ ଆଉ ଅନ୍ୟ ସବୁ ଚିକିତ୍ସା ସେବା ଗୋଟିଏ ବ୍ୟବସ୍ଥାରେ ଏକାଠି କାମ କରନ୍ତି, ସେତେବେଳେ ପରିବାର ଉପରୁ ଚାପ କମିଯାଏ ଆଉ ବୟସ୍କ ବ୍ୟକ୍ତି ଜଣକ ଏକ ସୁସଂଯୋଜିତ ଏବଂ ସମ୍ପୂର୍ଣ୍ଣ ଯତ୍ନ ପାଆନ୍ତି। ଏହା ହିଁ ଏକ ଉନ୍ନତ ଜୀବନର ମୂଳଦୁଆ। ତେବେ ଶେଷରେ ଏକ ବଡ଼ ପ୍ରଶ୍ନ, ଯେଉଁଭଳି ଭାବରେ ଆମ ସମାଜରେ ବୟସ୍କମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, କ'ଣ ଏହିଭଳି ଏକ ସମ୍ପୂର୍ଣ୍ଣ ଆଉ ଏକୀକୃତ ଯତ୍ନ ମଡେଲ ହିଁ ବୟସ୍କ ଯତ୍ନର ଭବିଷ୍ୟତ? ଏ ବିଷୟରେ ଚିନ୍ତା କରିବା ନିହାତି ଜରୁରୀ।